ଏଇଟା ଏଇ ଦୁଇଟା ତିନିଟା ହେଇଛି ଆଉ ଗୋଟେ ମାନେ ଯେଉଁଟା ମାଡ଼ ହେଇଛି ସେ ବାକି ଏଇଟା ଯେଉଁ ହେଇଛି ଆଉ ଗୋଟେ କ'ଣ କହିଲେ ଏଇଠି ହେଇଛି ବ୍ଲଡ଼ ଚିହ୍ନଟ ରହିଛି ପାଖାପାଖି ଆଉ ମାନେ ମାଡ଼ ଯେଉଁଟା ଅଛି ଇଣ୍ଟରନାଲ୍ ପ୍ରୋବ୍ଲେମ୍ ଗୁଡ଼ା ସବୁ ମାନେ ପୁରା ଦରଜ ରହୁଛି ପୁରା ମାନେ ବ୍ଲଡ଼ ବାହାରି ପାରିନି ଆଉ ଦରଜ ରହୁଛି ପୁରା ମାନେ ଅଣ୍ଟା ରାଇଟ୍ ସାଇଡ଼୍ ଅଣ୍ଟା ଆଉ ବେଶୀ ଆଉ ମାନେ ନଖରେ ମାଡ଼ ହେଇଛି ନଖ ମାଡ଼ ହେଇଛି ଏଠି। ମୋ ପୁଅ ଯାଇଥିଲା ରାସ୍ତା ଉପରକୁ ତାକୁ ଧରିକିରି ମରା ନଗେଇଥିଲି। ଆମେ କେହି ଜାଣିନୁ ନା କରିନୁ ସେ ତାକୁ ମାରିକିରି ଗାଡ଼ିରେ ପୁରେଇକି ନେଇକି ଯାଇଥିଲି ପଳେଇ। ମୁଁ ସେଇଠୁ ଖୋଜିନି ମୁନି ଆରେ ବିନୋଦ କୁଆଡ଼ୁ ଗଲା ସେଠୁ ସମସ୍ତେ କହିଲେ ଥାନାକୁ ତାକୁ ନେଇଯାଇଛନ୍ତି। ପୁରା ଖଣ୍ଡିଆ ଖଣ୍ଡିଆ ହେଇଯାଇଛି ରକ୍ତ ବହୁଥିଲା ବେକ ହାତ ବାଡ଼େଇଥିଲି ହାତ ହାତ ବାଡ଼େଇକି ତାକୁ ଇଏ କରିଛି। ବିଭାଗ ଗୋଟେ ମଦ ବ୍ୟବସାୟୀ କୁଖ୍ୟାତ ମଦ ବ୍ୟବସାୟୀ ତାର ବାରମ୍ବାର 4-5 ବର୍ଷ ହେଲାଣି ମଦ ବ୍ୟବସାୟ କଲାଣି। ତାକୁ ମୁଁ ଅଭିଯୋଗ କରି ଆସିଛି ପାଖାପାଖି 25 ମସିହାରୁ 24 ମସିହାରୁ ଅଭିଯୋଗ କରିକି 3ଟା ପିଟିସନ ଅଛି ବର୍ତ୍ତମାନ ଶ୍ରୀମତି ବ୍ରାଞ୍ଚ। ସେମାନେ ବାରମ୍ବାର ଅଭିଯୋଗ କରିବା ମଧ୍ୟ ସେଇ ଅଭିଯୋଗ ମୁଁ ଯାହା ଅନୁମାନ କରୁଛି ଅଭିଯୋଗ କରିବା ସତ୍ତ୍ୱେ ସେ ଅଭିଯୋଗ ମୋତେ ଟାର୍ଗେଟ ରଖିଛନ୍ତି ଏକ୍ସାଇଜ ଡିପାର୍ଟମେଣ୍ଟ ପ୍ଲସ୍ ମଦ ବ୍ୟବସାୟ ରକ୍ଷା ଦ୍ୱାରା ସେମାନେ ମୋତେ ସେଇ ସକାଶେ ଗାଡ଼ି ଭିତରେ ଜୋର ଜବରଦସ୍ତି ପୁରେଇ ମୋତେ ମାରଧର କରିଛନ୍ତି। ଏମିତି ମଦ ବ୍ୟବସାୟୀ ମୋତେ ବାଡ଼େଇଛି। ମଦ ବ୍ୟବସାୟୀ ମୁଁ ଯେତେବେଳେ କହିଲି ମୁଁ କହିଲି ଆପଣ କ'ଣ ପାଇଁ ଆପଣଙ୍କ ଅଧିକାର କ'ଣ ଅଛି ଆପଣ ମୋତେ ଯଦି ଠିକ୍ ଅଛି ମୋତେ ନେଲେ ଠିକ୍ ଅଛି ଆପଣଙ୍କର ଅଧିକାର କ'ଣ ଅଛି ମୋତେ ବାଡ଼େଇବାକୁ ଏଇ କଥା କହିଲା ମା ଖରାପ ଭାଷା ଗାଳି ଗୁଲଜ କହିଲେ ତୋତେ ବହେ ବାଡ଼େଇବୁ ସେଠୁ ବହେ ବାଡ଼ାବାଡ଼ି କଲେ ମୋତେ ଏସ୍ଆଇ ଏଏସ୍ଆଇ ଆଉ ଆମର ହାବିଲଦାର 2 ଜଣ ମଦ ବ୍ୟବସାୟୀ ମୋତେ ମିଳିତ ଭାବେ ବାଡ଼ାବାଡ଼ି କଲେ ବାଡ଼େଇକିରି ମାନେ ଏମିତି କହିଲେ ମୁଁ କହିଲେ ମଦ ବ୍ୟବସାୟୀ କ'ଣ ପାଇଁ ବାଡ଼ଉଛୁ ତମେ ବାଡ଼େଇବ ମଦ ବ୍ୟବସାୟୀ ବାଡ଼େଇବ ଆମେ କ'ଣ ଆପଣଙ୍କ ପାଇଁ ସାହାଯ୍ୟ କରିବା ପାଇଁ ଆମେ ମାନେ ଆମେ ସୋସିଆଲ ପାଖାପାଖି 12 ଘଣ୍ଟା ପାଖାପାଖି କେସ୍ କରିଛନ୍ତି ମୁଁ କରିଛି କେସ୍ ଆଉ ଗ୍ରୀଭାନ୍ସରେ ଗୋଟେ ଦେଇଛି ସିଏ ମୋ ନାଁରେ କେସ୍ କରିଛନ୍ତି ଆମକୁ ମାନେ କାର୍ଯ୍ୟରେ ଅବହେଳା କଲା ବୋଲି ଆମକୁ ଅସୁବିଧା କଲା ବୋଲି ସେଥିପାଇଁ ମୁଁ ଦାବି କରୁଛି ସେଇ ଏକ୍ସାଇଜ ଡିପାର୍ଟମେଣ୍ଟର ଯେତିକି ମାନେ ଏମ୍ପ୍ଲୟି ଥିଲେ ମୋତେ ମାରିଛନ୍ତି ସେମାନଙ୍କୁ ସସ୍ପେଣ୍ଡ କରାଯାଉ କେନ୍ଦ୍ରାପଡ଼ା ଜିଲ୍ଲାରୁ ବାହାର କରାଯାଉ ଆଉ ଅବକାରୀ ଡିପାର୍ଟମେଣ୍ଟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଆଉ